ଶୁଣିଲ ତମ ଗୋଟେ କଥା ପଚାରିବି କହିବ? କ'ଣ ଆଚ୍ଛା ମେ 29ରେ କ'ଣ କହିଲ? କ'ଣ ମେ 29ରେ କ'ଣ? କହୁନ କ'ଣ? ମେ 29ରେ କ'ଣ? ତମେ କହୁନ କ'ଣ? ଆରେ ମୁଁ କେମିତି ଜାଣିବି ମେ 29ରେ କ'ଣ? କାହାର ବୋଉ ଜନ୍ମଦିନ? ତମ ତମର ତ ଜୁଲାଇ 29, ମେ 29ରେ କ'ଣ? ତମ ବୋଉ ଜନ୍ମଦିନ ହେଇଥିବ। ସତରେ ମନେ ନାହିଁ? ମନ କ'ଣ ମେ 29ରେ ମୋ ବାହାଘର ହେଇଥିଲା? ମୋ ବାହାଘର ତ ଜୁଲାଇ 13। ମେ 29ରେ କ'ଣ? ଜୁଲାଇ 29 ତମ ବାର୍ଥଡେ, ଝୁଅ ଜନ୍ମଦିନ ତ ଇଏ। ରିଙ୍ଗ ସେରିମନି ତମେ ତ କରିନଥିଲ। ଆଉ ରିଙ୍ଗ ସେରିମନି କଥା 2016ରେ କି ରିଙ୍ଗ ସେରିମନି ହେଉଥିଲା ସେତେବେଳେ? ତାହେଲେ ମେ 29 କିଛି ହେଇଥିଲା ନୁହଁ? ମେ 29ରେ କିଛି ହେଇନଥିଲା। ମେ 29ରେ କ'ଣ ହେଇଥିଲା? ନିର୍ବନ୍ଧ ମନେ ନାହିଁ? ନିର୍ବନ୍ଧ ହେଇଥିଲା ମେ 29ରେ? ଓହୋ, ନିର୍ବନ୍ଧ ହିଁ ମନେ ରଖିବି ଇଏରେ ଯେଉଁ ଟେନସନ୍ ରହୁଛି ବାହାରେ ତମେ ଜାଣିପାରୁନ ବୋଧେ। ନିର୍ବନ୍ଧ ତମର ମନେ ରଖିବା ନିହାତି ଦରକାର। ବାହାଘର ଡେଟ୍ ମନେ ରହିବ, ଯେଉଁଥର ଗିଫ୍ଟ ଦେବି ସେଗୁଡ଼ା ସବୁ ମନେ ଅଛି ତମର। ନିର୍ବନ୍ଧଟା କ'ଣ ଗିଫ୍ଟ ଦିଆହେବ? ସେମିତି ମନେ ନାହିଁ। ହଉ ଗୋଟେ ଚକୋଲେଟ୍ ଆଣିଦେବି ଖାଇବ ଆଉ।